years. साढ़े 33 वर्ष এই জগতের বাস কলে He could not stay any longer because he has to go. ତାଙ୍କର এই ଜଗତରେ ବେଶୀ କାଳ ରହିଲା ନାହିଁ ଯେହେତୁ ତାହାକୁ ମଧ୍ୟ ଫେରି ଯିବାକୁ ଥିଲା। All the disciples, they were worried. କାରଣ ସମସ୍ତ ଶିଷ୍ୟମାନେ ଯେତେବେଳେ ସେ ଫେରି ଯିବାକୁ ଚାହୁଁଥିଲେ ସେମାନେ ବ୍ୟସ୍ତ ହୋଇଗଲେ। Then Jesus said to them, ଆଉ ଯୀଶୁ ସେତେବେଳେ ତାହାକୁ କହିଲେ, let your heart not be troubled, ତୁମର ହୃଦୟ ଉଦ୍ବିଗ୍ନ ନ ହେଉ। for I am going is better for you. ଆଉ ଯଦି ମୁଁ ଯାଉଛି ତାହା ତୁମମାନଙ୍କ ନିମନ୍ତେ ଲାଭଜନକ। Because unless I go, he will not come. କାରଣ ଯଦି ମୁଁ ଯିବି ନାହିଁ ତାହେଲେ ସେ ପବିତ୍ର ଆତ୍ମା ବା ସେ ସାହାଯ୍ୟକାରୀ ଆତ୍ମା ଆସିବେ ନାହିଁ। I have come here only for few days, କାରଣ ମୁଁ এই ଜଗତକୁ ଅଳ୍ପ ଦିନ ପାଇଁ ଆସିଅଛି। but he will stay with you forever and ever. ମାତ୍ର ସେ ଆପଣଙ୍କ ସାଙ୍ଗରେ ସଦାକାଳ ରହିବେ। This is a good news for every believer. ଏହା ପ୍ରତ୍ୟେକ ବିଶ୍ୱାସୀ ମାନଙ୍କ ନିମନ୍ତେ ଏକ ଶୁଭ ସମ୍ବାଦ। Jesus came and he ascended into heaven. ଯୀଶୁ ଆସିଲେ ଏବଂ ସ୍ୱର୍ଗକୁ ପୁନର୍ବାର ଗୃହୀତ କରିନେଲେ। Now he is sitting beside the right side of Heavenly Father. ଆଉ ସେ ସ୍ୱର୍ଗୀୟ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ। But then he sent his Holy Spirit to his people. ମାତ୍ର ସେ ତାଙ୍କର ପବିତ୍ର ଆତ୍ମାକୁ ତାଙ୍କ ଲୋକମାନଙ୍କ ମହତ୍ତ୍ୱ The day he sent the Holy Spirit is called the day of Pentecost. ଯୋଉ ଦିନ ସେ ପବିତ୍ର ଆତ୍ମାକୁ ଏ ଜଗତକୁ ପ୍ରେରଣ କଲେ ସେହି ଦିନକୁ ପେଣ୍ଟିକଷ୍ଟ ଦିବସ କୁହାଯାଏ। And the Holy Spirit came and it dwelt among every one of us. ଆଉ ସେ ପବିତ୍ର ଆତ୍ମା ଆସିଲେ ଏବଂ ଆମ ପ୍ରତ୍ୟେକଙ୍କ ମଧ୍ୟରେ ବାସ କଲେ। He lived inside of us. ସେ ଆମମାନଙ୍କ ଅନ୍ତର ମଧ୍ୟରେ ବାସ କଲେ। Not for 33 years. କେବଳ 33 ବର୍ଷ ପାଇଁ ନୁହେଁ, Not for 100 years. 100 ବର୍ଷ ପାଇଁ ନୁହେଁ, Forever and ever he is going to stay with us. ମାତ୍ର ସଦାକାଳ ସେ ଆମମାନଙ୍କ ମଧ୍ୟରେ ବାସ କରୁଛନ୍ତି। He is God living in the Spirit. ଆଉ ସେ ଆତ୍ମାଙ୍କର ବ୍ୟକ୍ତିତ୍ୱରେ ବାସ କରୁଛନ୍ତି। And he is with us. ଆମ ସଙ୍ଗରେ ଅଛନ୍ତି। That is what the Pentecost day he done. ପେଣ୍ଟିକଷ୍ଟ ଦିବସର ଏହା ହିଁ ତାତ୍ପର୍ଯ୍ୟ। So let us turn our Bible to Acts chapter 2 about the Pentecost day. What happened? ଆସନ୍ତୁ ଆମେ ମାନେ ପ୍ରତ୍ୟେକ ତାର ପ୍ରେରିତ କ୍ରିୟାର 2 ଅଧ୍ୟାୟରେ ରହିବା। Acts chapter 2 verses 1 through 4. ଆମେ ମାନେ ତାର 1 ପଦରୁ 4 ପଦ ପାଠ କରିବା। Acts chapter 2 verses 1 through 4. Verse 1. 1 নম্বর পদ। When the day of Pentecost came, they were all together in one place. ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ। Everyone said when Pentecost came, everyone were there in one place. ସମସ୍ତେ ଏହି ପଦଟାକୁ ପୁନରାବୃତ୍ତି କରନ୍ତୁ। ସମସ୍ତେ ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ। Hallelujah. Listen, ଦୟାକରି ଶୁଣନ୍ତୁ। I am questioning you. ଆପଣଙ୍କୁ ଯେତେବେଳେ ପ୍ରଶ୍ନ କରାଯିବ When Pentecost day came, କେବେ ପେଣ୍ଟିକଷ୍ଟ ଦିବସ ଆସିଲେ? on the day of 50th day it came. 50ତମ ଦିବସ ଦିନ ହେଲା। During the Pentecost day, where were they? ପେଣ୍ଟିକଷ୍ଟ ଦିବସ ଦିନ ସେମାନେ କେଉଁଠାରେ ଥିଲେ? They were in the upper room, ଉପର କୋଠରୀରେ, in one place. ଏକ ସ୍ଥାନରେ। What they were doing? କଣ କରୁଥିଲେ? କଣ କରୁଥିଲେ? On the day of Pentecost, they all were together in one place. But what they were doing? They were watching movie, କଣ ଫିଲ୍ମ ଦେଖୁଥିଲେ? or they arranged a big meeting. ଗୋଟେ ବଡ଼ ମିଟିଂ କରୁଥିଲେ? Pastor was preaching, ପାଷ୍ଟର ପ୍ରଚାର କରୁଥିଲେ? or there was some revival meeting. କଣ ଉଦ୍ଦୀପନା ସଭା ଆୟୋଜନ କରାଯାଇଥିଲା? What happened? What they were doing during the day of Pentecost? ଆପଣ ମାନେ କୁହନ୍ତୁ ଯେ ସେମାନେ ସେଇଦିନ କଣ କରୁଥିଲେ? କେମିତି ଜାଣିବ କୋଉଠି ଲେଖା ଅଛି? ସମବେତ ଥିଲେ। ସମବେତ ମାନେ ଏକାଠି ଥିଲେ। କିନ୍ତୁ ରହିକି କଣ କରୁଥିଲେ ସମବେତ ହେଇକି? What they were doing? Luke in chapter 1. 1 নম্বର ଅଧ୍ୟାୟ ଦେଖ। ଏକ ପଦ ପଦରେ ଲେଖା ଅଛି। What they were doing? Yes, କେତେ ପଦ? 14 ପଦ। ଦେଖିବ 14 ପଦ ଦେଖ। ଏମାନେ ସମସ୍ତେ ସ୍ତ୍ରୀ ଲୋକମାନଙ୍କ ସହିତ ଏବଂ ଯୀଶୁଙ୍କ ମାତା ମରିୟମ ତାହାଙ୍କର ଭାଇମାନଙ୍କ ସହିତ ଏକଚିତ୍ତରେ ପ୍ରାର୍ଥନାରେ ନିବିଷ୍ଟ ହୋଇ ରହିଲେ। କଣ କରୁଥିଲେ ପେଣ୍ଟିକଷ୍ଟ ଦିବସ ଆସିବା ପର୍ଯ୍ୟନ୍ତ? ସମସ୍ତେ କୁହନ୍ତୁ କଣ କରୁଥିଲେ? ପ୍ରାର୍ଥନା। What they were doing? କଣ କରୁଥିଲେ? When the day of Pentecost, what they were doing? ପେଣ୍ଟିକଷ୍ଟ ଦିବସ ପର୍ଯ୍ୟନ୍ତ ସେମାନେ କଣ କରୁଥିଲେ?
আরে জোর সে কুহ বাইবেলে তো লেখা আছে what they were doing প্রার্থনা করুଥିଲେ once again we will go to chapter 1 verse 1 ଆଉ ଏକ କଥାର ଦୁଇ ପର୍ବର ଏକ ପଦ chapter 2 verse 1 when the day of Pentecost came they were all together in one place ସମବେତ ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତି ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ तो से प्रार्थना करथिले जिनसो को इटी मिसई देले कोन होबे पूरा सेंटेंस the sentence will come like this when the day of Pentecost came they were all together praying in one place ତ ଯଦି ଆମେ ସେ ପ୍ରଥମ ଅଧ୍ୟାୟର 14 ପଦ ଆଉ ଦୁଇ ଅଧ୍ୟାୟର 1 ପଦକୁ ମିଶେଇକି ପଢିବା ତାହେଲେ ଏମିତି ପଢିବା ଯେ ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ ସମସ୍ତେ ଏକ ସ୍ଥାନରେ ପ୍ରାର୍ଥନା କରି ନିବିଷ୍ଟ ହେଇଥିଲେ Hallelujah. Hallelujah. In the day of Pentecost they were praying for 10 days continuously 10 days and 10 nights ଆଉ ଯେ ପର୍ଯ୍ୟନ୍ତ ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହେଇନାହିଁ ସେ ପର୍ଯ୍ୟନ୍ତ 10 ଦିନ ଧରିକିରି ସେମାନେ ନିରନ୍ତର ପ୍ରାର୍ଥନାରେ ନିବିଷ୍ଟ ଥିଲେ that is the day of Pentecost ଏବଂ ପେଣ୍ଟିକଷ୍ଟ ଦିନ ସେଦିନ ଆରମ୍ଭ ହେଲା ଯୋଉ ଦିନ and the verse 2 says 2 নম্বর পদ suddenly a sound like the blowing of a violent wind came from heaven and filled the whole house where they were sitting ଆଉ ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅକସ୍ମାତ ଆକାଶରୁ ଆସି ଯେଉଁ ଗୃହରେ ସେମାନେ ବସିଥିଲେ ସେହି ଗୃହର ସର୍ବତ୍ର ବ୍ୟାପି ଗଲା hallelujah Hallelujah. what happened in the day of Pentecost କଣ ହେଲା ପେଣ୍ଟିକଷ୍ଟ a ଦିନରେ great wind came ପ୍ରବଳ ବେଗରେ ପବନ ବୋହିଲା Bible says suddenly a sound like the blowing of a violent wind came sound like the blowing of the wind came ଆଉ ଏପରି ଲେଖାଟି ବର୍ଣ୍ଣନା କରୁଛି ବାଇବଲରେ ଯେ ଅକସ୍ମାତ ଆକାଶରୁ ଗୋଟେ ଶବ୍ଦ ପ୍ରଚଣ୍ଡ ପବନର ତୁଲ୍ୟ ଆସି ଯେଉଁ ଗୃହରେ ସେମାନେ ବସିଲେ ସେହି ଗୃହର ସବୁଆଡେ ବ୍ୟାପି ଗଲା verse 3 3 নম্বর পଦ they saw what seemed to be tongues of fire that separated and came to rest on each of them ଏବଂ 3 নম্বর পদ ଦେଖନ୍ତୁ ଅଗ୍ନି ସଦୃଶ ଜିହ୍ୱା ସେଗୁଡାକ ଆସି ସେଇ ରୁମରେ ଯେତେ ଜଣ ବସିଥିଲେ ସମସ୍ତଙ୍କର ମସ୍ତକ ଉପରେ ଅବସ୍ଥାନ କଲା all of them they were filled with the Holy Spirit and began to speak in other tongues as the Spirit enabled them ଏବଂ ତା ପରବର୍ତ୍ତୀ ବିଷୟ ସେ କହୁଛନ୍ତି ଯେ ପ୍ରତ୍ୟେକ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇକି ପର ଭାଷା ବା ଅନ୍ୟ ଭାଷାରେ ଯେ ଭାଷାକୁ ସେ ପବିତ୍ର ଆତ୍ମା ସେମାନଙ୍କ ଅନ୍ତରରେ ଚାଳନା ଦଉଛନ୍ତି ତାହା କହିବାକୁ ଲାଗିଲେ so what happened Pentecost ତ ପେଣ୍ଟିକଷ୍ଟର ଦିନର ତାତ୍ତ୍ୱ ବା ଅର୍ଥ କଣ look at it everybody ଜାଣ ଦେଖନ୍ତୁ ସମସ୍ତେ Jesus when he ascended into heaven ଯୀଶୁ ଯେତେବେଳେ ସ୍ୱର୍ଗାରୋହଣ କଲେ he spoke to his disciples ତାଙ୍କ ଶିଷ୍ୟମାନଙ୍କୁ you କହିଲେ go and stay there in that upper room ଅପର କୋଠରୀରେ ତୁମେମାନେ ଯାଇକିରି ଏକତ୍ର ରୁହ until the promise fulfilled you be there ପ୍ରତିଜ୍ଞା ସଫଳ ନ ହେବା ପର୍ଯ୍ୟନ୍ତ ସେଠାରୁ ବାହାରନି there were 120 people they gathered in that upper room ତ ଦେଖନ୍ତୁ 120 ଜଣ ଉପର କୋଠରୀରେ ବାସ କରୁଛନ୍ତି continuously they are praying ନିରନ୍ତର ପ୍ରାର୍ଥନା କରୁଛନ୍ତି and on the day of Pentecost ଏବଂ ପେଣ୍ଟିକଷ୍ଟ ଦିନ after 10 days it came ଯେପରିକି ସ୍ୱର୍ଗାରୋହଣର 10 ଦିନ ପରେ big sound came like a rushing wind ଆଉ ଗୋଟେ ପ୍ରବଳ ବେଗରେ ପବନ ଆସିଲା ଯାହାକି ସେ ଘର ଭିତରେ ଏକ ବହୁତ ବଡ଼ ଶବ୍ଦ କଲା and they saw ଏବଂ ସେମାନେ ଦେଖୁଛନ୍ତି tongues are coming tongues of fire coming ଆଉ ତକ୍ଷଣ ସେମାନେ ଦେଖୁଛନ୍ତି ଗୋଟେ ଅଗ୍ନି ସଦୃଶ ଜିହ୍ୱା and rested ପ୍ରତ୍ୟେକଙ୍କ ମୁଣ୍ଡ ଉପରେ ଆସିକି ରହିଗଲା tongues of fire rested on them ଆଉ ଅଗ୍ନି ସଦୃଶ ଜିହ୍ୱା ମାନେ ଆସିକିରି ଯେତେ ଜଣ ବସିଥିଲେ ସମସ୍ତଙ୍କ ମୁଣ୍ଡ ଉପରେ ଅବସ୍ଥାନ କଲା how many of you have tongues କାହାର ଜିଭ ଅଛି କୁହ? ଏଠି କାହାର ଜୀବ ଅଛି ସମସ୍ତେ how many of you have tongues of fire ଅଗ୍ନି ସଦୃଶ ଜିହ୍ୱା କାହାର ଅଛି? କାହାର? we have tongues of water ଆମ tongues with water ଜଳ saliva saliva ବା ଲାଳ ନାଳରେ ରହୁଛି ଜିଭା ଲାଳ ଯୁକ୍ତ ଜିହ୍ୱା ଅଛି and what does this tongue do ଏଇ ଲାଳ ଯୁକ୍ତ ଜିହ୍ୱା କଣ କରେ କଣ କରେ ବେଶୀ କଥା ଇଏ କଣ କରେ ଜିଭା ବିଷୟରେ କୋଉଠି ଲେଖା ଅଛି ଜିଭା ବିଷୟରେ ପର୍ବରେ ଲେଖା ଅଛି ଯାକୁବ
Okay. Tongue, it talks too much. ଜିହ୍ୱା ସବୁବେଳେ କଥା କହେ They have tongues, ତାଙ୍କର ମଧ୍ୟ ଜିହ୍ୱା ଥିଲା but other tongues came. କିନ୍ତୁ ଯେତେବେଳେ ଅଗ୍ନି ଜିହ୍ୱା ଆସିଗଲା That tongue is full of fire, fiery tongue. ତାହା ହଉଛି ଅଗ୍ନିମୟ ଜିହ୍ୱା What is that fire? ସେ ଅଗ୍ନି କଣ I will speak some other day. I have another message. Actually, I prepared 2 messages for today. ଆଜି ପାଇଁ 2ଟା ମେସେଜ ପ୍ରଭୁ ଦେଇଛନ୍ତି ମତେ ବାଛିବା ପାଇଁ ବହୁତ ସମୟ ଲାଗିଲା ରାତିରେ ସେଠି ଅଛି ଅଗ୍ନି କଣ ସବୁ ଡିଟେଲ ଅଛି ସେଟା ଆଉ କେବେ ଶୁଣିବା ବଟ୍ ଏଇ ଯୋଉ ଜିଭା ଆସୁଛି ତାଙ୍କ ଉପରେ ଅଗ୍ନିର ଜିଭା ଆସୁଛି ଅର୍ଥାତ୍ ତମେ ଯଦି କଥା କହିବ ଏବେ ପାଣି ଜିଭାରେ ପାଣିର କଥା ଭଳିଆ କହିବ ପାଣି ଭଳିଆ ଗାର କାଟିବ କାବୁ ମାରିଦେବ କଣ କରିବ ସେଇ ଜିଭା ଯଦି ଆସିବ ଅଗ୍ନିର ଜିଭା ସେ ଜିଭା ଡିଫରେଣ୍ଟ କଥା କହିବ ସେ ଅଗ୍ନିର କଥା ସବୁ କହିବ ସେଇଟା ଆସିବ ସେମାନଙ୍କ ଉପରେ ହାଲେଲୁୟା 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 ଯେତେବେଳେ ଆସିଲା ସେମାନେ କହିଲେ ପବିତ୍ର ଆତ୍ମାରେ Bible says they were filled with the Holy Spirit. ବାଇବଲ କହୁଛି ସେମାନେ ପବିତ୍ର ଆତ୍ମାରେ ଅଧିଷ୍ଠିତ ହେଲେ They spoke in other tongues. ପୁଣି ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ ତଦ ଅନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ But that's not all on the day of Pentecost it happened. କିନ୍ତୁ ଏହା ତତ୍କ୍ଷଣାତ୍ ସେଇ ପେଣ୍ଟିକଷ୍ଟ ଦିନ ଘଟି ଯାଇ ନାହିଁ ଏତିକି ଖାଲି ହେଇନାହିଁ, that is not enough. After that many more things came. ଆଉ ଆଗକୁ ଦେଖନ୍ତୁ ବହୁତ ଘଟଣା ଘଟିଲା After few hours, କିଛି ଘଣ୍ଟା ପରେ Peter he stood up and spoke a message. ପିତର ଠିଆ ହେଇକିରି ସେ ଗୋଟେ ସମ୍ବାଦ କହୁଥିଲେ Many people they came to accept Jesus. ଆଉ ତାଙ୍କର ସମ୍ବାଦରେ ଅନେକ ଲୋକ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ They କରିଥିଲେ were filled with the Holy Spirit. ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା And a church started to begin there. Church began there. ଏବଂ ମଣ୍ଡଳୀ ସେଠାରେ ପ୍ରତିଷ୍ଠା ହେଲା Hallelujah. On the ହାଲେଲୁୟା day of Pentecost is the birthday of the church. ମଣ୍ଡଳୀର ଜନ୍ମଦିନ ଯଦି ପଚରାଯାଏ ତାହେଲେ ତାହା ହେଉଛି Pentecost ପେଣ୍ଟିକଷ୍ଟ ଦିନ. Hallelujah. Church was born on the day of Pentecost. ପେଣ୍ଟିକଷ୍ଟ ଦିନରେ ହିଁ ମଣ୍ଡଳୀ ଜନ୍ମ ଲାଭ କଲା And Bible says ବାଇବଲ କହୁଛି every day people were added into the church. ପ୍ରତ୍ୟେକ ଦିନ ମଣ୍ଡଳୀ ସହିତ ଅନେକ ଲୋକ ସଂଯୁକ୍ତ ହେବାକୁ ଲାଗିଲେ People are worshiping everywhere. ଲୋକମାନେ ସବୁଆଡେ ଯାଇକି ଉପାସନା କରିବାକୁ ଲାଗିଲେ All the disciples they are performing miracles and wonders and signs. ଶିଷ୍ୟମାନେ ଯାଇକିରି ବିଭିନ୍ନ ଚିହ୍ନ ଚମତ୍କାର ଆଶ୍ଚର୍ଯ୍ୟ କର୍ମ କରିବାକୁ ଲାଗିଲେ And many people came and added into the church. ଏବଂ ତା ସାଙ୍ଗେ ସାଙ୍ଗେ ଅନେକ ଲୋକମାନେ ଆସିକିରି ସେମାନେ ମଣ୍ଡଳୀ ସହିତ ସଂଯୁକ୍ତ ହେଉଛନ୍ତି Bible says ବାଇବଲ କହୁଛି Jesus spoke to them. When Holy Spirit will come to you, ଯେତେବେଳେ ପବିତ୍ର ଆତ୍ମା you will be witnessing me in Jerusalem, Judea, Samaria, and to the uttermost part of the world. ତୁମେ ମାନେ ଜେରୁସାଲେମ ଜିହୁଦା ସମୀରଣ ଏବଂ ଜଗତର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ମୋହର ସାକ୍ଷୀ ହେବ But these people are not going other side. କିନ୍ତୁ এই ଲୋକମାନେ ତ ସବୁଆଡେ ଯାଇନାହାନ୍ତି They are worshiping all together. ସେମାନେ ତ ଗୋଟେ ଜାଗାରେ ଅଛନ୍ତି They are taking money and helping the poor people, and they are enjoying everyone all together. ସେମାନେ କେବଳ ଗୋଟିଏ ଜାଗାରେ ରହିକି ସେବା କରୁଛନ୍ତି ଦେଖନ୍ତୁ But they came, the persecution came. କିନ୍ତୁ ସମୟ ଆସିଲା ତାଡ଼ନା Everybody dispersed. ଏବଂ ତାଡ଼ନା ଆସିବା କ୍ଷଣି ସମସ୍ତେ ଛିନ୍ନ ଭିନ୍ନ ହେଇଗଲେ When the Pentecost day came, that time many people were gathered from every nation of the world. କାରଣ ଦେଖନ୍ତୁ ପେଣ୍ଟିକଷ୍ଟ ଦିନ ଯୋଉ ଦିନ ହେଇଛି ସେ ଦିନ ଅନେକ ଅଞ୍ଚଳ ଅନେକ ରାଷ୍ଟ୍ରର ଲୋକମାନେ ଆସିକିରି ଜେରୁସାଲେମରେ ଜମା ହେଇଥିଲେ And they accepted God, Jesus, and they were filled with the Spirit. ସେମାନେ ସମସ୍ତେ ପବିତ୍ର ଆତ୍ମାକୁ ସେଦିନ ଗ୍ରହଣ କଲେ And when they went to their own places, ଏବଂ ଯେତେବେଳେ ସେମାନେ ନିଜ ନିଜ ଅଞ୍ଚଳକୁ ବାହୁଡ଼ି ଗଲେ again church started there in their places. ସେ ଜାଗାରେ ସିଏ ଯୋଉଠିକୁ ଗଲା ସେଇଠି ଖଣ୍ଡେ ମଣ୍ଡଳୀ ସ୍ଥାପନ ହେଇଗଲା Likewise, church spread throughout the whole world. ସେଇ ସମାନରେ ମଣ୍ଡଳୀ ପୃଥିବୀର ଚାରିଆଡ଼େ ବ୍ୟାପିଗଲା That is what the day of Pentecost happened on that day. ପେଣ୍ଟିକଷ୍ଟ ଦିନର ମୁଖ୍ୟ କାର୍ଯ୍ୟ ସେଇଟା ଥିଲା So my dear church, today you are celebrating Pentecost. Please listen carefully. Today is Pentecost day, and what we are expecting, what we are learning. ଆମେ ମାନେ ଯେତେବେଳେ ଆଜି ପେଣ୍ଟିକଷ୍ଟ ଦିବସ ପାଳନ କରୁଛୁ ମନଉଛୁ ଆଜି এই ପେଣ୍ଟିକଷ୍ଟ ଦିବସରେ କ'ଣ ପ୍ରକୃତରେ ଘଟିଅଛି ତାହା ଆମେ ଜାଣିବା ଆବଶ୍ୟକ Because this Pentecost day, it was not planned by any man, but it was planned by heaven, the God of heaven. ମନୁଷ୍ୟ ଦ୍ୱାରା ଏ ପେଣ୍ଟିକଷ୍ଟ ଦିନ ସ୍ଥିରୀକୃତ ହୋଇନାହିଁ ଏହା ସ୍ୱର୍ଗର ନିଷ୍ପତ୍ତି ଅଟେ So on the day of Pentecost, all the weak people become strong people. ତ ଏ ପେଣ୍ଟିକଷ୍ଟ ଦିନ ସମସ୍ତ ଦୁର୍ବଳ
ବଡ଼ ଲୋକ ସବଳ ହେଲେ And my dear church, we people become living people. ଆମେ ମାନେ ଜୀବିତ। So what happened on the day of Pentecost? Today let's listen carefully. ତ ପେଣ୍ଟିକଷ୍ଟ ଦିବସରେ ପ୍ରକୃତରେ କ'ଣ ଘଟୁଛି ଆଜି ଶୁଣନ୍ତୁ। Before that, you tell to your neighbor, Happy Pentecost Day. ନିଜର ପଡ଼ୋଶୀକୁ କୁହନ୍ତୁ ହ୍ୟାପି ପେଣ୍ଟିକଷ୍ଟ ଡେ। Happy Pentecost Day. Amen. ଆମେ Happy Pentecost Day. Amen. प्रभु पेंटिकस्ट दिवस से आपको आशीर्वाद କରନ୍ତୁ। ପ୍ରଭୁ ଆପଣଙ୍କୁ ପେଣ୍ଟିକଷ୍ଟ ଦିନରେ ଆଶୀର୍ବାଦ ଦିଅନ୍ତୁ। Hallelujah. Hallelujah. Listen carefully everybody. Turn Bible everyone. Who doesn't have Bible? Who do not have Bible? How many of you don't have Bible? Someone give New Testament. कागज निकल नहीं दियो क्या पाखरे बाइबल नहीं नूतन नहीं जातु जाकर निहाते छिड़ाई जाओ नूतन कर बोलो तबे we don't want mobile to be open मोबाइल खोलो ना जाकर हमें नूतन नहीं देबो आपन हमें प्रेरित पुस्तक रे ही रही जाकर मोबाइल खोलो ना मोबाइल बाइबल देखो ना हमें हम पाखरे बाइबल अछि आपन को देबो आसी पाई only for now एबे पाई आपन माने फ्राइडे रे मोबाइल आसी पारिबे अन्य दिन आसी पारिबे किंतु आजी पाई बाइबल न जा पाखरे बाइबल नहीं नियंतो We will turn the Bible to Acts chapter 2. ଆଜି ଆସନ୍ତୁ ଆମେ ମାନେ ପ୍ରେରିତ ତାର 2 ଅଧ୍ୟାୟରେ ହିଁ ରହିବା। Look at verse 1. 1 ନମ୍ବର ପଦ। I want someone to read out again. ଆଉ ଥରେ କେହି ଜଣେ ଦୟା କରି ବଡ଼ ପାଟିରେ ପଢ଼। Pentecost दिवस ଯେତେବେଳେ ଆସିଲା Yes. ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ Hallelujah. ସମସ୍ତେ କୁହନ୍ତୁ ଇଂଲିଶରେ କୁହନ୍ତୁ They were all together in one place. 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 ଓଡ଼ିଆରେ କୁହନ୍ତୁ ସେ ସେମାନେ ସମସ୍ତେ ଏକ ସ୍ଥାନରେ ଥିଲେ। ସେ ସମସ୍ତ ଏକ ସ୍ଥାନରେ ଥିଲେ। ସେମାନେ ସମସ୍ତେ ଏକ ସ୍ଥାନରେ ଥିଲେ। ସମସ୍ତେ ଏକ ସ୍ଥାନରେ ଥିଲେ। What they were doing in one place? ସେମାନେ ଏକ ସ୍ଥାନରେ କରୁଥିଲେ। We read the Bible, they were praying. ବାଇବଲ କହୁଛି ସେମାନେ ପ୍ରାର୍ଥନା କରୁଥିଲେ। They were united. ସେମାନେ ନିବିଷ୍ଟ ଥିଲେ ପ୍ରାର୍ଥନାରେ ଏକ। They were in one heart. ଗୋଟେ ହୃଦୟରେ। And one thing they are praying for. କୋଉ ବିଷୟ ନେଇ ପ୍ରାର୍ଥନା କରୁଥିଲେ? Lord, we want that promise to be fulfilled. ପ୍ରଭୁ ତୁମର ପ୍ରତିଜ୍ଞା ସଫଳ ହେଉ। Lord, you send your promise. ପ୍ରଭୁ ତୁମର ପ୍ରତିଜ୍ଞା ପ୍ରେରଣ କର। Lord, you fulfill your promise. ପ୍ରଭୁ ତୁମର ପ୍ରତିଜ୍ଞା ସଫଳ କର। That is not only one prayer everyone doing. ତାହା ପ୍ରତ୍ୟେକ ଲୋକମାନଙ୍କର ଦ୍ୱାରା କରାଯାଉଥିଲା। How many of you want Pentecost in your life? ଆପଣଙ୍କ ଜୀବନରେ ଆପଣମାନେ କେତେ ଜଣ ଚାହାନ୍ତି God, ପେଣ୍ଟିକଷ୍ଟ? send the fire. ପ୍ରଭୁ ତୁମେ ତୁମର ଆତ୍ମା ପ୍ରେରଣ କର। Don't sing that song. କେବଳ ସେତିକି ଗୀତ ଗାଆନ୍ତୁ ନାହିଁ। We need another Pentecost. ଆମେ ଆଉ ଗୋଟେ ପେଣ୍ଟିକଷ୍ଟ ଚାହୁଁ। Don't sing all these things. ଏ ସବୁ ଗୀତ ଗାଇବା ବନ୍ଦ କର। You want Pentecost when you do this what they were doing. ଆପଣ ଯଦି ପେଣ୍ଟିକଷ୍ଟ ନିଜ ଜୀବନରେ ଚାହୁଁଛନ୍ତି ତାହେଲେ ଏଇ କାମ କରନ୍ତୁ ଯାହା ସେମାନେ ସେ 2000 ବର୍ଷ ତଳେ କରୁଥିଲେ। Why church members are not filled with the Holy Spirit? କାହିଁକି ପବିତ୍ର ଆତ୍ମାଙ୍କ ଦ୍ୱାରା ମଣ୍ଡଳୀର ଲୋକମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହେଉନାହାନ୍ତି? Why people are not filled? କାହିଁକି ହେଉନାହାନ୍ତି? They know to sing, ସେମାନେ ଜାଣନ୍ତି ଗୀତି ଗାଇବା but they don't know how to pray. କିନ୍ତୁ ସେମାନେ ଜାଣନ୍ତି ନାହିଁ ପ୍ରାର୍ଥନା କେମିତି କରାଯାଏ। Daily they are praying for 10 days and 10 nights. ଆପଣମାନେ ବିଶ୍ୱାସ କରନ୍ତୁ କି ନ କରନ୍ତୁ 10 ଦିନ ନିରବିଚ୍ଛିନ୍ନ ଭାବରେ ସେମାନେ ପ୍ରାର୍ଥନା କରୁଥିଲେ। Unless and until you are hungry heart, you cannot expect a blessing from heaven. ଆପଣ ଯେ ପର୍ଯ୍ୟନ୍ତ କ୍ଷୁଧାର୍ତ ହୃଦୟ ହେଇପାରିନାହାନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କୁ ଆଶୀର୍ବାଦ ମିଳିବ ନାହିଁ। Unless and until you build an altar, fire will not come down. ଆପଣମାନେ ଯେ ପର୍ଯ୍ୟନ୍ତ ବେଦୀ ବନେଇ ନାହାନ୍ତି ସେ ପର୍ଯ୍ୟନ୍ତ ଉପରୁ ଅଗ୍ନି ଆସିବ ନାହିଁ। Once you build one altar, then fire will come and consume ଆପଣ everything. ଯେତେବେଳେ ଅଗ୍ନି ଚାହିଁବେ ସେତେବେଳେ ଆପଣଙ୍କୁ ବେଦୀ ବନେଇବାକୁ ପଡିବ। God will put all in that vessel. This vessel has nothing, empty, waiting for something to be poured down. ଆଉ ଏପରି କୌଣସି ପାତ୍ର ଉପରେ ପ୍ରଭୁ ଅଗ୍ନି ବର୍ଷେଇବେ ନାହିଁ ଯାହାକି ଉନ୍ମୁକ୍ତ ହେଇକିରି ଖାଲି ହେଇକି ଅପେକ୍ଷାରେ ଥିବ। We are very much excited that we have very good believers. ଆମେମାନେ ଅତ୍ୟନ୍ତ ଉତ୍ସାହିତ ହେଇଯାଉ ବେଳେ ବେଳେ କି ଆମ ପାଖରେ ଭଲ ବିଶ୍ୱାସୀ ସବୁ ଅଛନ୍ତି। Because we are arranging so many programs. ଯେହେତୁ ଆମେ ବହୁତ ବଡ଼ ବଡ଼ କାର୍ଯ୍ୟକ୍ରମ ସବୁ ଆୟୋଜନ କରୁଛୁ। Program time we are giving money. ଆଉ କାର୍ଯ୍ୟକ୍ରମ ସମୟରେ ପଇସା ମିଳେ। Program time we are arranging everything. ପ୍ରୋଗ୍ରାମ ସମୟରେ ସବୁ କିଛି କାର୍ଯ୍ୟକ୍ରମ କରାଯାଏ। We are not lacking program. ମାତ୍ର ସେଥିପାଇଁ ଆମର କୌଣସି ସମସ୍ୟା ହୁଏ ନାହିଁ। We don't have any lack of any arrangement or program, but we are lacking the prayer of the fire. କିନ୍ତୁ Prayer for the fire. ପ୍ରୋଗ୍ରାମ ପାଇଁ ଯଦି ଆମର କୌଣସି ଅସୁବିଧା ହେଇନଥାଏ ମାତ୍ର ପ୍ରାର୍ଥନା ପାଇଁ ଆମ ପାଖରେ ଅସୁବିଧା ଦେଖାଯାଏ। My dear church, Pentecost is teaching us,
let us be in prayer for 10 days and 10 nights, and God will definitely pour it. पेंटिकॉस्ट हमको शिक्षा दिए जे 10 दिन धरिया से मन जेमति प्रार्थना करिबे से प्रकार निरविच्छिन्न प्रार्थना हो Unless and until you build your altar, don't expect the fire to come down. जे पर्यंत आपण बेदी बनि नाहंती ईश्वर निकटरो अग्नि आशा करिबा वृथा अटे Every young man and woman, प्रत्येक युवा भाई Bible भौणी promise God will shower His Spirit upon you. बाइबल प्रतिज्ञा करिछि आपनको ऊपर से अग्नि प्रेरण करिबो Don't expect instant miracle here. आपण माने केवल एठारे तत्क्षणात आश्चर्य कर्म आशा करंतु The नाही kingdom of God is not instant matter. आउ ईश्वर स्वर्ग राज्य गोटे तत्क्षणात विषय नुहे God can lead the 3 days of way for 40 years. He is the kind of God. तीन दिनर यात्रा को 40 वर्ष धरि बोलेगी नबा लोक Why? That is only for the blessing to the people. काहे की केवल लोक मन को आशीर्वाद देबा पई Don't expect anything miraculously happen very soon. आपण हठात किछि हे जीवो ए विषय आशा करंतु नाही They prayed for 10 days and 10 nights and the Holy Spirit descended upon them. परंतु 10 दिन 10 रात्रि धरि कि से माने प्रार्थना करिसंती Dear church, look at verse 1 once again. मंडली आपण माने दया करके ध्यान से सुनंतु When the day of Pentecost came, they were all together in one place. They were praying all together. आउ प्रेरित 2 रो एक पदरे एंती लिखा जाउची पेंटिकॉस्ट दिवस उपस्थित होते से माने समस्ते गोटिए स्थान रे समाहित थिले And look at verse 2. दुई पद देखंतु Suddenly a sound like the blowing of a violent wind came from heaven and filled the whole house where they were sitting. आ प्रबल बेगरे बहुत प्रचंड पवनर शब्द तुल्य गोटे शब्द अकस्मात आकाशर आसी जो गृहर सेवने बसिथिले सेही गृहर सर्वत्र व्यापी गला Everyone say rushing mighty wind. समस्ते कहंतु प्रबल बेगरे प्रचंड पवन प्रबल बेगरे प्रचंड Okay. Once again. आउरे English रे बोल दो a rushing mighty wind. रसिंग मिghty wind Rushing mighty wind. रसिंग mighty wind मैडम मैंने वो एप्लीकेशन कोड ଦେଇଛନ୍ତି ଆମକୁ ସ୍ପୋକେନ୍ ଇଂଲିଶ ଶିଖାନ୍ତୁ କମସେ କମ ଏଟା କୁହନ୍ତୁ कोन सिखिबो ଶିଖିବ ତେବେ ଯାଇକି ଶିଖିବ ଓକେ rushing mighty wind रसिंग mighty wind 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 ପ୍ରବଳ ବେଗରେ ବହିବା ପ୍ରଚଣ୍ଡ ପବନ। Hallelujah. Hallelujah. That is what happened on the day of Pentecost. ताहाई घटितला से पेंटिकॉस्ट दिनरे Look at everybody here. दयाकर समस्त देखंतु 120 they are praying, आपण praying. देखंतु 120 जण एठी प्रार्थना करछन्ती What happened during that सेही Pentecost? पेंटिकॉस्ट दिनरे कोन हेची A big sound came. गोटे प्रबल प्रचंड पवनर बेग आसिला And the rushing wind came. आउ ताहा प्रचंड भाबरे आसिला What they are doing? कोन करथले They are praying. प्रार्थना But करूले what is happening? कोन होची Wind is coming. पवन आसुची Big sound is coming. आउ गोटे शब्द आसुची Church, मंडली no prayer could close what? Stop that wind to come. कौनसी भी एमिति कबाट नथिला जे कि से पवन रो बेग को अटकेई देबो No force in the world could stop that wind. गांथर दम नथिला से पवन रो बेग को अटकेई पारिबो Even no prayer could stop that wind. कौनसी प्रार्थना मध्य से पवन को अटकेई पारिबी Why? काहे That wind is from God's Spirit. कारण ताहा अकस्मात आकाशर पवित्र आत्मा को द्वारा थिला How many of you remember what this wind means? Last Sunday I spoke here. पवन कोन गत सप्ताह सप्ताह କହିଥିଲି. वहाइची What is that in Hebrew? एवरी भाषा Wind ର Hebrew ଭାଷାରେ କଣ? Ruach. R-U-A-C-H. ମନେ ନାହିଁ କି ଗତ ସପ୍ତାହ? What is wind in Hebrew? एवरी भाषा Hebrew ଭାଷାରେ wind ମାନେ କଣ? Ruach. ସମସ୍ତେ କୁହନ୍ତୁ Ruach. Ruach. Ruach ର ଅର୍ଥ କଣ? ପବନ। ତାପରେ Ruach ର ଅର୍ଥ କଣ? ଆତ୍ମା। Ruach ର ଅର୍ଥ କଣ? ପବିତ୍ର ଆତ୍ମା ଯେତେବେଳେ ଆସିବେ ରୁଆ ଯେତେବେଳେ ଆସିବେ ପୃଥିବୀର କୋଉ ଶକ୍ତି ଅଛି ତାକୁ ବନ୍ଦ କରିପାରିବ all they are praying suddenly a big noise is coming like a rushing wind it is coming into that room अकस्मात आकाशରୁ ପ୍ରବଳ ବେଗରେ ବହୁତ ପ୍ରଚଣ୍ଡ ପବନର ଶବ୍ଦ ପଳେଇ ଆସି ଗୃହ ମଧ୍ୟରେ ବସି ଆସିଲା John chapter 3 says ଯୋଉନ ତାର ତିନି ଅଧ୍ୟାୟ the wind blows wherever it wishes ପବନ ଯେଉଁ ସ୍ଥାନ ଯେଉଁ ଦିଗରୁ କହିବାକୁ ଚାହେଁ ତାହା ଯେଉଁ ଦିଗକୁ ଇଚ୍ଛା କରେ ସେଇ ଦିଗକୁ ବହେ ପବନ ଦେଖାଯାଏ କାହାକୁ କହିଥିଲେ କିଏ
କିଏ କାହା କହିଥିଲେ କୁହ? ଯୀଶୁ କହିଥିଲେ ନିକୋଦେମସକୁ ପବନ ଯୋଉଦିନ ଚାହିଁବ ସେଇ ଦିନ ସେ ଯିବ। ହାଲେଲୁୟା। Hallelujah. So that is what the wind is coming, because it is the spirit of God. ଆଉ ତାହା ହଉଛି ପବନ, ତାହାକି ପବିତ୍ର ଆତ୍ମା ଯେ କି ଈଶ୍ୱରଙ୍କ ଠାରୁ ଆସୁଅଛି। My dear church, when the wind is coming, rushing wind, ମୋ ପ୍ରିୟ ମଣ୍ଡଳୀ, ଯେତେବେଳେ ଅକସ୍ମାତ ପ୍ରଚଣ୍ଡ ପବନ ଆସୁଛି and Bible says a big noise is coming, big sound is coming, ଏବଂ ବାଇବଲ ମୋତେ କହୁଛି ଗୋଟେ ଶବ୍ଦ ଆସୁଛି, it disrupt many people. ଏହା ଲୋକମାନଙ୍କୁ ଡରେଇ ନଥିବ? People will be disrupted. ଲୋକମାନେ ଡରି ଯାଇ ନଥିବେ କି? People will be affected by that wind. ହୁଏତ ସେମାନେ ସେ ପବନ ଦେଇକରି ଭୟପ୍ରାପ୍ତ ହେଇଥିବେ, But they were in the prayer. ମାତ୍ର ସେମାନେ ପ୍ରାର୍ଥନାରେ ଥିଲେ, Prayer in the spirit. ଆତ୍ମିକ ପ୍ରାର୍ଥନାରେ ଥିଲେ। The spirit is blowing. ଆତ୍ମା ବହୁଛନ୍ତି And it interrupted the fisherman. ଏବଂ ସେ ସେଇ ମଛୁଆ ମାନଙ୍କୁ, ମାଛ ଧରାଳି ମାନଙ୍କୁ ସେ ଡରଉଛନ୍ତି And it interrupted the tax collectors. ଏବଂ କରଗ୍ରାହୀ ମାନଙ୍କୁ ସେ ମଧ୍ୟ ମଝିରେ ଅଟକାଉଛନ୍ତି। My dear, the Holy Spirit is that kind of wind. It interrupts the persecutors like Apostle Paul. ଆଉ ମୋ ପ୍ରିୟ ମଣ୍ଡଳୀ, ଆପଣ ଜାଣନ୍ତୁ ଏଇ ଯୋଉ ପବିତ୍ର ଆତ୍ମା ଏଇଭଳିଆ ଲୋକମାନେ ଯୋଉମାନେ କି ତାଡ଼ନା ପାଆନ୍ତି ସେଇମାନଙ୍କର ଜୀବନରେ କାର୍ଯ୍ୟ କରନ୍ତି, ସେଇମାନଙ୍କ ଜୀବନରେ ମଧ୍ୟ ହସ୍ତକ୍ଷେପ କରିଥାନ୍ତି। Church and Pentecost is teaching us when the Spirit will come, the wind will come, it will interrupt your life. You may be wise or you may be fool, you may be rich or you may be poor, you may be this or you may be that. But once Holy Spirit is coming, it will interrupt your life. ମଣ୍ଡଳୀ, ଆପଣମାନେ ଜାଣି ରଖନ୍ତୁ, ଆପଣ ଧନୀ ହୁଅନ୍ତୁ କି ଗରିବ ହୁଅନ୍ତୁ, ଜ୍ଞାନୀ ହୁଅନ୍ତୁ କି ମୂର୍ଖ ହୁଅନ୍ତୁ, ବା ଆପଣ ଯେକୌଣସି ସ୍ଥିତିରେ ଥାଆନ୍ତୁ ନା କାହିଁକି, ପବିତ୍ର ଆତ୍ମା ଆପଣଙ୍କ ଅନ୍ତରରେ ପ୍ରବେଶ କଲେ ସେ ଆପଣଙ୍କ ସବୁ କାର୍ଯ୍ୟରେ ସମୀକ୍ଷା କରିବେ। Next we will see verse 3. 3 নম্বର ପଦ। They saw what seemed to be tongues of fire that separated and came to rest on each of them. ଆଉ ଅଗ୍ନି ସଦୃଶ ଜିହ୍ୱା ଗୁଡ଼ିକ ସେମାନଙ୍କର ଦୃଷ୍ଟି ଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା। Hallelujah. Hallelujah. Everyone say hallelujah. Hallelujah. What did they see? କଣ ଦେଖୁଛନ୍ତି? They saw all the fire, the tongue of fire is coming upon them. ସେମାନେ ଦେଖି ପାରୁଛନ୍ତି ସିଏ ଅଗ୍ନି ସଦୃଶ ଜିହ୍ୱା ଗୁଡାକ ପଳେଇ ଆସୁଛନ୍ତି। What is coming? What did they see? କଣ ଦେଖୁଛନ୍ତି? ସେମାନେ କଣ ଦେଖିଲେ? The tongue of fire. The tongue of fire. ସଦୃଶ ଜିହ୍ୱା ଗୁଡାକ And it is resting upon them. ଏବଂ ସମସ୍ତଙ୍କ ମୁଣ୍ଡ ଉପରେ ବସୁଛି। Did it rest only on Peter? କେବଳ କଣ ପିତରଙ୍କ ଉପରେ ବସିଲା କି? Or did it rest only on the 12 disciples? ବା 12 ଶିଷ୍ୟଙ୍କ ଉପରେ ଖାଲି ବସିଲା କି? Or did it rest on only the educated people? ବା ସେମାନଙ୍କ Bible training people? ସେଇ ଭିତରୁ ଯୋଉମାନେ ବେଶୀ ଶିକ୍ଷିତ ସେମାନଙ୍କ ଉପରେ ବସିଲା କି? ନା। Upon whom it rested on? କାହା ଉପରେ? Everyone. ସମସ୍ତେ, All of them. ସମସ୍ତେ, They were fishermen. ସମସ୍ତେ ମାଛ ଧରାଳିବେ, They were tax collectors. କରଗ୍ରାହୀ, They were sinners. ପାପୀ, They were uneducated people. ଅଶିକ୍ଷିତ, They were uneducated ladies. ଅଶିକ୍ଷିତ ମହିଳା, All the women were there. ସମସ୍ତେ ଥିଲେ। The Spirit came upon every one of them. କିନ୍ତୁ ଯେତେବେଳେ ପବିତ୍ର ଆତ୍ମାଙ୍କର ଅଗ୍ନି ସଦୃଶ ଜିହ୍ୱା ଆସିଲା, Church, ମଣ୍ଡଳୀ, why you are not filled with the Spirit is that everyone they were filled with the Spirit. ଆପଣମାନେ କାହିଁକି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହଉନାହାନ୍ତି ଯେପରିକି ସେଦିନ ସମସ୍ତେ ପରିପୂର୍ଣ୍ଣ ହେଇଥିଲେ? That day the Holy Spirit did not come only for half people, for everyone. ସେଦିନ ତ କେବଳ ଅଧା ଲୋକଙ୍କ ପାଇଁ ପବିତ୍ର ଆସିନଥିଲେ, କବିତା ତ ଅଳ୍ପ ଲୋକ ପାଇଁ ଆସିଥିଲା କି ସେଦିନ? ନା ସମସ୍ତେ ଆସିଥିଲା କି ନାହିଁ? ଆଜି କାହିଁକି ସମସ୍ତଙ୍କ ପାଇଁ ଆସୁନି? Why not coming? କାହିଁକି ଆସୁନି? That should be our question. ଆମର ପ୍ରଶ୍ନ ହୁଏ। If you are thinking you are not filled with the Holy Spirit, ଆପଣ ଯଦି ଭାବୁଛନ୍ତି ଆପଣ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ you ask this question to yourself. ନିଜକୁ ନିଜେ ପ୍ରଶ୍ନ କରନ୍ତୁ। Why Holy Spirit is not coming to me? ନିଜକୁ ନିଜେ ପ୍ରଶ୍ନ କରନ୍ତୁ। Why fire is not coming? କାହିଁକି ମୋ ଅନ୍ତରକୁ ଅଗ୍ନି Why ଆସୁନି? tongue is not coming? କାହିଁକି ଜିହ୍ୱା ଆସୁନି? It came to everyone. No discrimination. କୌଣସି ବାଛ ବିଚାର ନ କରିକିରି ସେ ସମସ୍ତଙ୍କ ପାଇଁ ଆସନ୍ତି। Once the fire you will ignite in one jungle, ଯେତେବେଳେ ଆପଣ ଗୋଟେ ଜଙ୍ଗଲ ଭଳିଆ ଅନ୍ଧାରୁଆ ଜାଗାରେ ଗୋଟେ ଯଦି ନିଆଁ ଜଳେ, little one small matchbox, you will just ignite one small paper. In one ଛୋଟିଆ jungle. ଛୋଟିଆ ଲାଇଟ୍ ଆପଣ ନିଆଁଟେ ଜଳଉଛନ୍ତି, Which trees will burn?
ସବୁ ଗଛ ପୋଡ଼ିଯିବ, all the trees will come. ଜଙ୍ଗଲ ଯାକ ସବୁ ପୋଡ଼ିଯିବ। ପୋଡ଼ିବ। ଆଉ କହିବ କି ଏଇଟା ବଡ଼ ଗଛ ନା ଏଇଟା ଭଲ ଗଛ ୟାକୁ ଛୁଇଁବି ନାହିଁ, ଏଇଟା ଟିକେ ପୁରୁଣା ଗଛ ୟାକୁ ଛୁଇଁବି। ଅଗ୍ନି ଏମିତି କହିବ କି why people are not filled with the Holy Spirit today? ଆଜି କାହିଁକି ପବିତ୍ର ଆତ୍ମାଙ୍କର ଏଠାରେ ଅବତୀର୍ଣ୍ଣ ହେଉନାହାନ୍ତି ବା Or are you thinking the ହଉନାହାନ୍ତି? Pentecost? Are you thinking the day of Pentecost is over? କଣ ଭାବୁଛନ୍ତି ଆପଣ ପେଣ୍ଟିକୋସ୍ତ ଦିନ ତ ସରିଗଲା, ଗୋଟେ ଦିନ ଖାଲି ଥିଲା? Holy Spirit, the work of the Holy Spirit is finished. You think that? ଆପଣ ଭାବୁଛନ୍ତି କି ପବିତ୍ର ଆତ୍ମାଙ୍କ ଦିନ ସରିଗଲା? Why everyone is not filled with the Holy Spirit? You should ask those people yourself. ଆପଣ ନିଜକୁ ନିଜେ ପ୍ରଶ୍ନ କରିପାରନ୍ତି କାହିଁକି For whom that Spirit was? ଏ ପବିତ୍ର ଆତ୍ମା କାହା କାହା ପାଇଁ? ପାଇଁ? Look at verse 17. ସର୍ବପ୍ରଥମ ଦେଖନ୍ତୁ, Look at verse 17. Someone read out 17. ପଢ କାହା ପାଇଁ ପବିତ୍ର ଆତ୍ମା? ସର୍ବପ୍ରଥମ ଦେଖନ୍ତୁ, ଈଶ୍ୱର କହନ୍ତି ଶେଷ କାଳରେ ଏପରି ଘଟିବ ଯେ ଆମେ ସମସ୍ତ ମର୍ତ୍ତ୍ୟ ଉପରେ ଅର୍ଥାତ୍ ସମସ୍ତ ପ୍ରାଣୀ ଉପରେ ଆପଣ ଆତ୍ମା ବୃଷ୍ଟି କରିବା। ସମସ୍ତ ପ୍ରାଣୀ ଉପରେ ଆପଣ ଆତ୍ମା ବୃଷ୍ଟି କରିବା। ସମସ୍ତ ଲୋକ ଉପରେ ଆପଣ ଆତ୍ମା ବୃଷ୍ଟି କରିବା। Upon every flesh, say every flesh, English की ऊपर को every flesh, प्रत्येक प्राणी ऊपर है। Hallelujah. Whom the Spirit is coming? Upon every flesh. काहा ऊपर पवित्र आत्मा आसीबे? समस्त प्राणी ऊपर। समस्त प्राणी ऊपर आसीले कोन हबो? तुम मानकर पुओ झियो माने भावबाणी कहबे पवित्र आत्मा आसीले। हालेलुया। हम पुओ माने भावबाणी कहउछथि कि आई तो नाती आई डोंट नो। तापरे तुम मानकर युवक युवती माने दर्शन देखबे। युवक युवती माने दर्शन देखुछथि कि हां देखुछथि कोन कि गोटे गला फुलाड़ी के दउछि एतकी दर्शन। हेलो कोन दर्शन देखुछथि आछि? हां तापरे तुम मानकर प्राचीन में बुढ़ा बुढ़ी माने स्वप्न देखबे। स्वप्न देखुछथि कि हां देखुछथि कोन स्वप्न रे भूत आसी होचे। हेलो एवरी फ्लेश, बुढ़ा बुढ़ी, युवा युवती, पुत्र कन्या समस्त ऊपर अपना आत्मा देबे। हालेलुया, हालेलुया। दैट इज द डे ऑफ पेंटेकॉस्ट फॉर एवरीवन, फॉर एवरीवन, फॉर एवरीवन। समस्त को समस्त को पाई, समस्त को पाई, समस्त को पाई। ये बस 39 39 पद पढ़ो। 39 पद। कमान समझ लीजिए और 39 जोर से जल्दी माय डियर चर्च जल्दी पढ़ो। यही प्रतिज्ञा तो प्रतिज्ञा शेष दिन पर्यंत प्रार्थना रे रुह। प्रतिज्ञा आसीबो हे पर्यंत प्रार्थना रे लागि रुह। से आसीले तमे शक्ति प्राप्त हबो आ तमे मो निमंते साथी हेबो। ए जो प्रतिज्ञा काहा निमंते? आपण मानक निमंते, समस्त को आम मानक निमंते। पवित्र आत्मा काहा निमंते? आम मानक निमंते। समस्त को पवित्र आत्मा काहा निमंते? आपण मानक निमंते। हालेलुया। आपनकर पुओ झियो निमंते। ए प्रतिज्ञा काहा निमंते? हमर पुओ झियो निमंते। प्रतिज्ञा काहा निमंते? जो में बाई नहीं बिको ए प्रतिज्ञा काहा पई? हमर पुओ झियो मानक पई। हालेलुया। ए प्रतिज्ञा काहा पई? नंबर 1 आम मानक पई। नंबर 2 ए प्रतिज्ञा काहा पई? हमर पुओ झियो मानक पई। नेक्स्ट पुणी दूरवर्ती जेते लोक पुत्र आम्भମାନଙ୍କୁ प्राणी को जातिबे से समस्त हालेलुया। तापर कोन हमर जो हम मानिक पई हमर पुओ झियो मानक पई तापर ताकर पूजा ताकर पूजा ताकर पूजा ताकर पूजा से हालेलुया, हालेलुया, हालेलुया। पवित्र आत्मा कहां पई? पवित्र आत्मा कहां पई? पवित्र आत्मा कहां पई? पेंटिकॉस्ट दिवस कहां पई? फायर कहां पई? अग्नि कहां पई? जीवा कहां पई? मिराकल कहां पई? सुस्त के करिवो? समस्त करिबा। सुस्त के करिवो? समस्त करिबा। भावनी के करिवो? समस्त करिबा। दर्शन के देखिबो? समस्त देखिबा। स्वप्न के देखिबो? समस्त देखिबा। मिनिस्ट्री के करिवो? समस्त करिबा। साथी के हेबो? समस्त साथी हेबा। हालेलुया। That is what the Pentecost is. ଏହା ପେଣ୍ଟିକୋସ୍ତ ଦିବସ That is what the ତାତ୍ପର୍ଯ୍ୟ। Pentecost ଏହା is. ପେଣ୍ଟିକୋସ୍ତ It ତାତ୍ପର୍ଯ୍ୟ। is more than your emotion. ଏହା ଆପଣଙ୍କର ଭାବ ପ୍ରବଣତାର ଅଧିକ। It is more than emotion. ଏହା ଆପଣଙ୍କର ଭାବ ପ୍ରବଣତାର
ପ୍ରବଣତାର ଅଧିକ Listen carefully, Pentecostal is emotional. ଆପଣ ଭାବନ୍ତୁ ନାହିଁ ଯେ ପେଣ୍ଟିକସ୍ଟାଲ ଗୋଟେ ଭାବ ପ୍ରବଣ ଚିହ୍ନ ଅଟେ But it is more than emotional. କିନ୍ତୁ ଏହା ତାଠାରୁ ଅଧିକ When the fire came, ଯେତେବେଳେ ଅଗ୍ନି ବୃଷ୍ଟି ହୁଏ from their open eyes, they could see externally. ସେମାନେ ତାହାଙ୍କର ଆଖି ଖୋଲିଲେ ସବୁ ବାହ୍ୟ ବିଷୟ ଦେଖିପାରନ୍ତି They can see the fire came and fall on them. ଏବଂ ସେମାନେ ସେ ଯୋଉ ଚକ୍ଷୁରେ ତାହାଙ୍କର ଅଗ୍ନିର ଜିହ୍ୱା ଅଧିଷ୍ଠାନ ହେବାର ଦେଖନ୍ତି This is outwardly it came upon them. ଏହା ତାହାଙ୍କ ଉପରେ ଆକ୍ଷରିକ ଭାବରେ ପଡୁଛି But inside it is working very, very different. କିନ୍ତୁ ଆନ୍ତରିକ ଭାବରେ ଏହା ଭୟଙ୍କର କାର୍ଯ୍ୟ କରେ When Jesus was being baptized, ଯେତେବେଳେ ଯୀଶୁ ତାହାଙ୍କର ବାପ୍ତିସ୍ମ ଗ୍ରହଣ କଲେ openly he could see the Spirit is coming and dwelling upon ସେ him. ଖୋଲା ଆଖିରେ ଦେଖିପାରିଲେ ଯେ ପବିତ୍ର ଆତ୍ମା ତାହାଙ୍କ ଉପରେ ଅଧିଷ୍ଠାନ କରୁଛନ୍ତି But inside the Holy Spirit was working indifferent. ମାତ୍ର ଆନ୍ତରିକ ଭାବରେ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ଭିନ୍ନ ଥିଲା He led by the Spirit. ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହେଲେ He was tempted by the devil's spirit. ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ଶତ୍ରୁ ବା ଶୈତାନକୁ ପରାଜିତ କଲେ And he defeated all satanic schemes. ଶୈତାନର ସମସ୍ତ ଯୋଜନାକୁ ଭ୍ରଷ୍ଟ କରିଦେଲେ My dear church, you are coming to church every Sunday ମୋ here. ପ୍ରିୟ ମଣ୍ଡଳୀ ଆପଣ ଯଦି ସବୁ ରବିବାରକୁ ଆସନ୍ତି You are worshiping here, you are shouting here. ଏଠି ଆସିକି ଉପାସନାରେ ଆପଣ ଚିତ୍କାର କରୁଛନ୍ତି That is outward expression. ଏହା କେବଳ ଆପଣଙ୍କର ବାହ୍ୟିକ ଅଙ୍ଗ But ଭଙ୍ଗୀ inside there should be a big change. କିନ୍ତୁ ଆପଣଙ୍କର ଅନ୍ତରରେ ଗୋଟେ ବଡ଼ ପରିବର୍ତ୍ତନ ଆବଶ୍ୟକ You should grow in the holiness of God. ଆପଣ ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରତାରେ ବଢିବା ଉଚିତ Listen carefully, every believer. ପ୍ରତ୍ୟେକ ବିଶ୍ୱାସୀ ଶୁଣ Pentecostal power produces holiness. ପେଣ୍ଟିକସ୍ଟାଲର ଶକ୍ତି ପବିତ୍ରତାକୁ ବଢାଏ The real Pentecostal power produces boldness. ଆଉ ତାହା ସାହସିକ କରେ Real Pentecostal power produces compassionate heart. ପବିତ୍ର ଆତ୍ମାଙ୍କର ପେଣ୍ଟିକଷ୍ଟ ଆପଣଙ୍କ ହୃଦୟରେ ସହାନୁଭୂତି ଭରେ And Pentecostal power produces prayer life. ଆପଣଙ୍କ ଅନ୍ତରରେ ପ୍ରାର୍ଥନାର ଜୀବନକୁ ବଢାଏ And Pentecostal power produces evangelism work. ଏବଂ ପେଣ୍ଟିକସ୍ଟାଲର ପାୱାର ଶକ୍ତି ଆପଣଙ୍କ ନିମନ୍ତେ ସେବା କାର୍ଯ୍ୟର ଶକ୍ତି ଯୋଗାଏ And the real Pentecostal power produces brokenness in before God. ଏବଂ ପବିତ୍ର ଆତ୍ମାଙ୍କର ଅଧିଷ୍ଠାନ ଆପଣଙ୍କୁ ଈଶ୍ୱରଙ୍କ ସାମ୍ନାରେ ଗୋଟେ ଭଗ୍ନ ଚୂର୍ଣ୍ଣ କରିଦିଏ Listen carefully. ଦୟାକରି ଧ୍ୟାନରେ ଶୁଣନ୍ତୁ If our worship is louder, ଯଦି ଆପଣଙ୍କ ଉପାସନା ଚିତ୍କାର ବଡ଼ ଅଛି but our hearts remain unchanged, କିନ୍ତୁ ଆପଣଙ୍କର ହୃଦୟ ଅପରିବର୍ତ୍ତନୀୟ then we have the noise without fire. ତାହେଲେ ତାହା କେବଳ ଗୋଟେ ପ୍ରଚଣ୍ଡ ଶବ୍ଦ ଅଗ୍ନି ବିହୀନ Church, listen once again. ମଣ୍ଡଳୀ ଭଲରେ ଶୁଣ You are worshiping loudly. ଆପଣମାନଙ୍କର ସ୍ୱର ଉଚ୍ଚ ଅଛି ଉପାସନା ସମୟରେ Nicely you are worshiping, singing and dancing. ଆପଣଙ୍କର ଧ୍ୱନି ବଡ଼ ଅଛି ତା ଉପାସନା ସମୟରେ But if you are not growing, there is no change in your heart. ଅନ୍ତରରେ ଯଦି ଆପଣଙ୍କର ପରିବର୍ତ୍ତନ ନାହିଁ Then you have all kinds of noise without the fire of God. ତାହେଲେ କେବଳ ଆପଣଙ୍କ ଠାରେ ଶବ୍ଦ ଅଛି ଅଗ୍ନି ନାହିଁ Holy Spirit is transforms our character. ପବିତ୍ର ଆତ୍ମା ଆମର ଚରିତ୍ର ପରିବର୍ତ୍ତନ କରନ୍ତି You will grow in the hungerness of God. ଆପଣମାନେ ପରମେଶ୍ୱରଙ୍କର ନିମନ୍ତେ କ୍ଷୁଧା ଜନ୍ମେଇବେ You will spend much more time in the presence of God. ଆପଣ ପରମେଶ୍ୱରଙ୍କର ଉପସ୍ଥିତିରେ ଅଧିକ ସମୟ ଅତିବାହିତ କରିବେ Fire will enable you to cleanse yourself. ପବିତ୍ର ଆତ୍ମା ଆପଣଙ୍କୁ ପରିଷ୍କୃତ କରିବେ ଯେପରିକି ଆପଣ ତାହାଙ୍କର ଉପସ୍ଥିତି ମଧ୍ୟକୁ ଯାଇପାରିବେ And you will grow in the holiness of God. ପବିତ୍ର ଆତ୍ମା ଆପଣଙ୍କୁ ଈଶ୍ୱରଙ୍କର ପବିତ୍ରତାରେ କଢାଇ ନେବେ And now, my dear church, what happened on the day of Pentecost? ଏବଂ ଏବେ ଶୁଣନ୍ତୁ ପେଣ୍ଟିକଷ୍ଟ ଦିବସରେ କଣ ଘଟିଛି Bible says they began to speak with other tongues. ବାଇବଲ କହୁଛି ସେମାନେ ଅନ୍ୟ ଭାଷାରେ କହିବାକୁ ଲାଗିଲେ Hallelujah. 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 Someone read that verse 4. 4 ନମ୍ବର ପଦ କେଇ ଜଣ ପଢନ୍ତୁ ଭିତର ଜହନ 2:4 2:4 ସେଥିରେ ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ପୁଣି ଆତ୍ମା ସେମାନଙ୍କୁ ଯେ ପ୍ରକାର କହିବା ପାଇଁ ଶକ୍ତି ଦେଲେ ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ ସମସ୍ତେ ଅନ୍ୟ
ଭାଷାରେ କଥା କହିବାକୁ ଲାଗିଲେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ ସତରେ ଅନ୍ୟାନ୍ୟ ଭାଷାରେ କହିଲେ କି କୋଉଠି ଲେଖା ଅଛି 5 ରୁ ପଢି ଯାଅ ଶୁଣ ଧ୍ୟାନ ଦେଇ ଶୁଣ ଟିକେ जल्दी जल्दी पढ़ो जने जोर से हां हां 5 ରୁ 12 कंटिन्यू पढ़ो समस्त बाइबल देखो 5 ରୁ 12 समस्त यस पढ़ो पढ़ो हां जने करो को प्रकार भाषा एक नंबर पातियो समझे को एक पातियो कौन समझे को एक हां 2 3 4 5 कपदिकिया सब हां हां पूर्णियो हां भाषा रे ए मानकु ईश्वर को महान विषय कहबा हमें हालेलुया हालेलुया हु हियर ये केसले मिनिमम 15 लैंग्वेज पीपल एଠାରେ 15टा ଅଞ୍ଚଳର ଭାଷାବାଦୀ ଲୋକ ଥିଲେ हालेलुया हालेलुया look at here everybody what happened I will show you ଆପଣ ମାନେ ଦେଖନ୍ତୁ କୋଣ देखो it was the day of Pentecost what big celebration feast of the Jewish ଦିବସ ଦିନ ନିସ୍ତାର ପର୍ବ ଚାଲେ निस्तार नहीं पेंटिकॉस्ट दिवस एटा आनंद पेंटिकॉस्ट दिवस होची गुरे बड़ पर्व एई पर्व रे सब जिहुदी माने सब आडू समस्त आसीले आसी कि जेरूसालेम रे एकत्रित समस्त बुझी पारछ समस्त एकत्रित होइछनी एई जो जागा सब सुनिलु देश सब सुनिलु केतरा तो एशिया बोल लेखा अछि एशिया रे केतरा देश अछि बहुत देश अछि आ अन्य देश देखिलु बहुत देश अछि सब देश लेखाई नहीं ए सब देशर लोक माने सब बोले अछंती मनकर बुला होची से जेरूसालेम एटा अपर कोटे रे 120 लोक एठी प्रार्थना करछंती बोले कोन होची सब पड़ा रे से की पड़ा अछि से कोन केसर पड़ा गोरपाली तापर पठानगन हमर पांटाई पड़ा पीडब्ल्यूडी मार्केट एरिया तापर आउ दिल्ली रे का तेलुगु पड़ा मोहतनगर सब आडे लोक माने समस्त अछंती कुआडे लोक माने आंध्रा लोक तमिल लोक केरल लोक पंजाब लोक उत्तर प्रदेश लोक बिहार लोक पूरा सब भाषावादी सहमति आड़े चले सब चुपचाप समस्त थिला लोक इटी 120 लोक कोन होचंती जोरदार प्रार्थना करथि एमती प्रार्थना रे बड़ा शब्द हैला समस्त को ऊपर कोनला अग्नि आसीगला की अग्नि जीवा आसीला जीवार अग्नि आसीला समस्त को प्रतिष्ठान कला समस्त परभाषा परिपूर्ण आत्मा रे परिपूर्ण परभाषा कहबा लागले आवाज चित्र गाइला एटा पूरा महत्वपूर्ण बंद कला तेलुगु पड़ा बंद कला एमसीएम तक कला सब लोग कणेला बोल की दौड़ी आसीले समस्त आसी की देखला बेलको ए 120 लोग कहउंदी के तेलुगु रे प्रभु को प्रशंसा करते के तमिल रे प्रभु को प्रशंसा करते के केरली भाषा रे प्रभु को प्रशंसा के गुजराती भाषा रे के सातरी भाषा रे के ओराम भाषा रे मुंडा भाषा रे सब भाषा रे सब निजे सुने ए माने ठिपा पड़ा लोक माने ए माने संबलपुरी छड़ा किछि जणा नै न ए माने तेलुगु केने जानले ए माने तमिल केने जानले ए माने खड़िया केने जानले ए माने हिंदा केने जानले हिंदा मोर भाषा रे आमे सुनु छु हेलो दिस इज व्हाट हालेलुया हालेलुया पेंटिकॉस्ट इज फॉर एवरी लैंग्वेज पेंटिकॉस्ट प्रत्येक भाषा निमंते एवरीवन से इट इज फॉर एवरी लैंग्वेज या कोन तो प्रत्येक भाषा निमंते when you will go to heaven जेतेबेले आमे स्वर्ग को जिबा
People from no language will be accepted. ଆଉ କୌଣସି ଭାଷା ନଥିବ ଯଦି ସେଠାରେ ତାଙ୍କୁ ଗ୍ରହଣ କରାଯିବ ନାହିଁ। ମାନେ କୌଣସି ଭାଷା absent ନଥିବ, ସବୁ ଭାଷା ଲୋକ ସେଠି ଥିବେ। Hallelujah. Hallelujah. That is what the Pentecost. ପେଣ୍ଟିକୋସ୍ତ। The Pentecost is for every people. ପେଣ୍ଟିକୋସ୍ତ ପ୍ରତ୍ୟେକ ଭାଷାବାଦୀ ଲୋକଙ୍କ ନିମନ୍ତେ ପ୍ରଯୁଜ୍ୟ। That is gospel is for every nation. ତା ଅର୍ଥ ସୁସମାଚାର ପ୍ରତ୍ୟେକ ଲୋକମାନଙ୍କ ନିମନ୍ତେ। The Jesus Christ is for every people. ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କ ନିମନ୍ତେ। You may be Catholic people, Holy Spirit you need. ଆପଣ Lord of କେରଳୀ God you ହୁଅନ୍ତୁ, need. Jesus you need. ଆପଣ କେରଳୀ ହୁଅନ୍ତୁ କି ଯାହା ବି ହୁଅନ୍ତୁ ନା କାହିଁକି ଆପଣଙ୍କୁ ଯୀଶୁ ଆବଶ୍ୟକ। You may be Sambalpuri. You may be a Telugu. You may be Bihari. Whatever you may be, every linguistic people they need Jesus. ଯେ କୌଣସି ଭାଷାବାଦୀ ଲୋକ ହୁଅନ୍ତୁ ନା କାହିଁକି ଆପଣ ପ୍ରତ୍ୟେକ ଯୀଶୁକୁ ଆବଶ୍ୟକ କରନ୍ତି। So what is the miracle on the day of Pentecost? ତ ପେଣ୍ଟିକୋସ୍ତ ଦିନରେ କଣ ଆଶ୍ଚର୍ଯ୍ୟ ବିଷୟ ଘଟିଥିଲା? This was a missionary in purpose for every language. ଏହା ପ୍ରତ୍ୟେକ ଭାଷାବାଦୀ ଲୋକମାନଙ୍କ ନିମନ୍ତେ ଗୋଟେ ମିଶନାରୀ ଆହ୍ୱାନ ଥିଲା। My dear church, ମୋ ପ୍ରିୟ ମଣ୍ଡଳୀ, everybody from every language, every tribe, every tongue, they need Jesus. ପ୍ରତ୍ୟେକ ଜାତି, ପ୍ରତ୍ୟେକ ଭାଷାବାଦୀ, ପ୍ରତ୍ୟେକ ଅଞ୍ଚଳବାସୀଙ୍କ ନିମନ୍ତେ ଯୀଶୁ ଆବଶ୍ୟକ ଅଟନ୍ତି। That's why Jesus said to the disciples, ସେଇଥିପାଇଁ ଶିଷ୍ୟମାନଙ୍କ ନିମନ୍ତେ go to the every nation. ଯାଅ ତୁମେ ଯେ ସେ ଯୁଗର ପ୍ରତ୍ୟେକ ଜଗତର ଜାତି ଜାତି ନିମନ୍ତେ। ପ୍ରତ୍ୟେକ ଜାତି ନିକଟକୁ ଯାଅ। Church, ମଣ୍ଡଳୀ, we are sitting here. ଆମେମାନେ When you will go? କେବେ ଯିବା? Where you will go? କେବେ ଯିବ? For every nation God is asking. ପ୍ରତ୍ୟେକ ଜାତି ନିମନ୍ତେ ପ୍ରଭୁ ମାନନ୍ତି। When I was in South Odisha, ଆଉ ସାଉଥ ଓଡ଼ିଶାରେ ଯେତେବେଳେ ଥିଲେ, God said me go to Sambalpuri region. ଯେ କହିଲେ ସମ୍ବଲପୁର ଏରିଆ ଯାଅ। Sambalpur area को जाओ, प्रभु बोले पठेइले। आपको लोग पूरी को Where God is sending you? God has plans for every linguistic people. ପ୍ରଭୁ ଆପଣ ପ୍ରତ୍ୟେକଙ୍କ ନିମନ୍ତେ ଭିନ୍ନ ଭିନ୍ନ ଭାଷାବାଦୀ ମାନଙ୍କ ପାଇଁ ବାଛିଛନ୍ତି। Holy Spirit is coming not to speak in tongues. ପବିତ୍ର ଆତ୍ମା ଆପଣମାନଙ୍କ ନିମନ୍ତେ କେବଳ ପର ଭାଷା କହିବା ପାଇଁ Holy ଆସିନାହାନ୍ତି। Spirit is coming not only for worshiping, ପବିତ୍ର ଆତ୍ମା କେବଳ ଉପାସନାରେ କଢ଼େଇ ନେବା ପାଇଁ but ଆସିନାହାନ୍ତି। the Holy Spirit will come upon you and you will receive. पवित्र आत्मा तुम्हारे ऊपर अवतीर्ण हो तुमने शक्ति प्राप्त ହେବ ମୋ ନିମନ୍ତେ ସମସ୍ତ ଜେରୁସାଲେମ ଏବଂ ଜିହୁଦା ପ୍ରଦେଶ ସମୀରଣ ଏବଂ ପୃଥିବୀର ସମସ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର କେବେ ସାକ୍ଷୀ ହେବ, କୋଉଠି ସାକ୍ଷୀ ହେବ? ପୃଥିବୀର ପାଦ ପର୍ଯ୍ୟନ୍ତ। ମଣ୍ଡଳୀ କାହିଁକି ଚୁପଚାପ ବସିଛି? ମଣ୍ଡଳୀ କାହିଁକି ଲୋକ ଫେଲୋସିପରେ ଖାଲି ବସିଛି? It is not your right to sit here if you are not blessed. ଯଦି ଆଶୀର୍ବାଦ ପାଇନାହାନ୍ତି ତେବେ ଏଇଠି ବସିବାର ଅଧିକାର ନାହିଁ। ଆଶୀର୍ବାଦ ଯଦି ପାଇଛନ୍ତି ଆପଣଙ୍କୁ ବାହାରକୁ ଯିବାକୁ ପଡ଼ିବ। That is what Pentecost is. And some of the linguistic people, ସବୁ ଭାଷାବାଦୀ ଲୋକମାନେ ଏବେ ବି ଅପେକ୍ଷାରେ ଅଛନ୍ତି। କାଲିକି ଯେତେବେଳେ ବିଚାର ହବ ଆପଣମାନଙ୍କୁ କୁହାଯିବ ସେ ଆମ ଅଫିସକୁ ଆସିଥିଲେ, ମୋତେ ଯୀଶୁଙ୍କ ବିଷୟରେ ଟିକେ ହେଲେ ମୋତେ ପଦେ କହିଲେ ନାହିଁ। ମୋତେ ସେ ଭେଟିଥିଲେ, ମୋତେ ସେ କିଛି କହିଲେ ନାହିଁ। ତାମିଲନାଡୁ ଯାଇଥିଲେ କାମ କରିବା ପାଇଁ, ଭେଟିଲେ, ପଦେ ହେଲେ ମୋତେ ଯୀଶୁଙ୍କ ବିଷୟରେ କହିଲେ ନାହିଁ। My dear church, it is for every linguistic people. ଏହା ପ୍ରତ୍ୟେକ ଭାଷାବାଦୀ Strengthened, be strengthened by the Holy Spirit. ପବିତ୍ର ଆତ୍ମାଙ୍କ ଦ୍ୱାରା ଶକ୍ତି ପ୍ରାପ୍ତ ହୁଅନ୍ତୁ। What happened to Peter? ବିତରକ କ୍ଷେତ୍ରରେ How many of you know Peter? ବିତରକୁ କିଏ ଜାଣିଛନ୍ତି? How many of you know Peter? ବିତରକ କିଏ? Before crucifixion, what happened to Peter? ବିତରକୁ ଯୀଶୁଙ୍କ କୃଷାର୍ପଣ ପୂର୍ବରୁ। କୃଷାର୍ପଣ ପୂର୍ବରୁ ବିତରକ What happened to Peter? ହେଲା। He disowned 3 times. ସେ ଯୀଶୁଙ୍କୁ 3 ଥର ଅସ୍ୱୀକାର କଲା। Why he disowned? କାହିଁକି? କାହିଁକି ସେ ଅସ୍ୱୀକାର କଲା? Because he was enemy of Jesus. ଯୀଶୁଙ୍କୁ କଣ ସେ ଶତ୍ରୁ ଥିଲା କି? କାହିଁକି ଯୀଶୁକୁ ଅସ୍ୱୀକାର କଲା? ମୁଁ ଜାଣି ନାହିଁ କିଏ ସେଟା ମୁଁ ଜାଣି ନାହିଁ। କେବେ ହେଲେ ଜାଣି ନାହିଁ। ରାଣ କରୁଛି। ହଁ, ରାଣ ବୋଲି ଆମ ଭାଷାରେ କଣ? ଶପଥ କରୁଛି। ହଁ, ଶପଥ କରୁଛି। ମୁଁ ଯୀଶୁକୁ ଜାଣି ନାହିଁ। କାହିଁକି କଲା ସେ? କାହିଁକି କଲା? ଡରୁଆ ଥିଲା, ଡରି ଗଲା। He was a fearful man. He was fearful man. Everyone said Peter was a fearful man. Peter was a fearful man. Peter was a fearful man. Peter ଜଣେ ଭୟାଳୁ ଥିଲା। ଭଲ ଲାଗୁନି। Peter ଜଣେ ଡରୁଆ ଥିଲା। ଡରୁଆ ଥିଲା। ଆଉ when Holy Spirit came, ଯେତେବେଳେ ପବିତ୍ର ଆତ୍ମା ଆସିଲେ
no Darwa, no fearful. He stood up in front of all the leaders of the church and he said, you people, you killed Jesus. He is the savior of the world. We are witness for him. ସେ କହିଲା ତମେ ମାନେ ତାକୁ ମାରିଲ ତାଙ୍କର ଆମେ ସାକ୍ଷୀ ସେଇ ପ୍ରଭୁ ଅଟନ୍ତି। ଏଇ ସାହସରେ କହିପାରିଲା ଯିଏ କି ଡରୁଆ ଥିଲା ନିଜ ଜୀବନ ପାଇଁ। କାହିଁକି ଏତେବେଳେ ଏମିତି ହେଲା? କାହିଁକି ଏମିତି ହେଲା? Dear church, God's here. ଡରନ୍ତୁ ନାହିଁ। ମୁଁ ଖାଲି କେବେ କହୁଥିଲି ଉପବାସ ପ୍ରାର୍ଥନାରେ ବୋଧେ କହୁଥିଲି ଆମେ ଡରି ଯାଉଛୁ ମରଣ ପାଇଁ, ମରିବା ପାଇଁ ଡରି ଯାଉଛୁ, କିନ୍ତୁ ମରଣ ଆସିବା ପୂର୍ବରୁ ଲୋକେ ମରି ଯାଉଛନ୍ତି। ଆମ ଚ୍ୟାଲେଞ୍ଜ ଆସିବା ପୂର୍ବରୁ ଲୋକେ ମରି ଯାଉଛନ୍ତି। ଲୋକେ ମରି ଯାଉଛନ୍ତି। ମରିବାଟା ଆମ ପାଇଁ ବଡ଼ କଥା ନୁହଁ। ଆଜିକାଲି ସାଧାରଣ କଥା ନୁହଁ। ଗତ ସପ୍ତାହ ଗୋଟେ ଝିଅ ଆସିକି ଗୀତା ସରିଲା ପରେ କେତେ ସମୟ ମୋତେ କଥା ହେଇଥିଲା। ସୋମବାର ଦିନ ସେ ନାହିଁ ଆମ ମରଣ ଆମ ପାଇଁ ବଡ଼ କଥା ନାହିଁ। Death is not big thing and death is not enemy to us because we are Jesus sons and daughters. ଯୀଶୁଙ୍କର ପୁତ୍ର କନ୍ୟା ମାନେ ଆମ ପାଇଁ ମୃତ୍ୟୁ କୌଣସି ଭୟର ବିଷୟ ନାହିଁ। ଆଉ ମୃତ୍ୟୁ ଆସିବ ବି। ଆପଣ ଡରନ୍ତୁ କି ନ ଡରନ୍ତୁ ମୃତ୍ୟୁ ସୁନିଶ୍ଚିତ ଆସିବ। କାହିଁକି ଡରୁଛନ୍ତି? Why you are fearing? ଯଦି ପବିତ୍ର ଆତ୍ମା ଆସିବ ଆପଣ ଡରିବେ ନାହିଁ। ଆପଣ ଛିଡ଼ା ହେବେ ଯୀଶୁଙ୍କ ନାମରେ ସାକ୍ଷୀ। That is what Pentecost is. Hallelujah. What is happening on the day of Pentecost? ପେଣ୍ଟିକଷ୍ଟ ଦିବସରେ କ'ଣ ହେଇଥିଲା? Peter turned into a courageous man. ଗୋଟେ ସାହସିକ ବ୍ୟକ୍ତି ହେଲା। Peter is the proof of Pentecostal power. ପିତର ପେଣ୍ଟିକଷ୍ଟୀୟ ଶକ୍ତିର ଗୋଟେ ଉତ୍କୃଷ୍ଟ ଉଦାହରଣ। God is still using his imperfect people. କାରଣ ପ୍ରଭୁ ଏପର୍ଯ୍ୟନ୍ତ ତାଙ୍କର ଅକୃତ କାର୍ଯ୍ୟ ଲୋକମାନଙ୍କୁ ବଢ଼େଇ ଚାଲିଛନ୍ତି। You are thinking you are fearful. ଆପଣ ଭାବୁଛନ୍ତି କି ଆପଣ ଡରୁଆ? You are thinking you are imperfect. ଆପଣ ଭାବୁଛନ୍ତି କି ଆପଣ ଅକୃତ କାର୍ଯ୍ୟ? You are thinking you are a sinner. ଆପଣ ଭାବନ୍ତି କି ଆପଣ ଜଣେ ପାପୀ? You are thinking you are weak. ଆପଣ ଭାବନ୍ତି କି ଆପଣ ଜଣେ ଦୁର୍ବଳ? Allow the Holy Spirit to dwell upon you. ପବିତ୍ର ଆତ୍ମାକୁ ଆହ୍ୱାନ କରନ୍ତୁ, ସେ ଆପଣଙ୍କୁ ଶକ୍ତିଯୁକ୍ତ କରିବେ। Allow the Holy Spirit to come upon you. ଆପଣଙ୍କର ଉପରେ ଅଧିଷ୍ଠାନ କରିବା ପାଇଁ ପବିତ୍ର ଆତ୍ମାକୁ ସାହାଯ୍ୟ କରନ୍ତୁ, ସୁଯୋଗ ଦିଅନ୍ତୁ। It will change you into a bold person. ଆପଣଙ୍କୁ ଜଣେ ସାହସିକ ବ୍ୟକ୍ତି ଦ୍ୱାରା ପରିବର୍ତ୍ତନ କରିବ। Holy Spirit is looking for broken-hearted people. କାରଣ ପବିତ୍ର ଆତ୍ମା ସବୁବେଳେ ଗୋଟେ ଭଙ୍ଗା ହୃଦୟକୁ ଲୋକକୁ ଖୋଜୁଛି। Holy Spirit is looking for the people, those who are really hunger and thirst for the kingdom of God. ଆଉ ପବିତ୍ର ଆତ୍ମା ଏପରି ଲୋକକୁ ଖୋଜୁଛି ଯିଏ କି ସ୍ୱର୍ଗ ରାଜ୍ୟ ନିମନ୍ତେ କ୍ଷୁଧିତ ତୃଷିତ ଅଛି। Lord, my dear church, are you hungry for God? ମୋର ପ୍ରିୟ ମଣ୍ଡଳୀ, ଆପଣମାନେ ପରମେଶ୍ୱରଙ୍କ ନିମନ୍ତେ କ୍ଷୁଧିତ? You fast and pray for the Holy Spirit to dwell upon you. ଆପଣ ତାହେଲେ ଉପବାସ ପ୍ରାର୍ଥନା କରନ୍ତୁ, ପବିତ୍ର ଆତ୍ମା ଯେପରି ଆପଣଙ୍କୁ ପ୍ରତିଷ୍ଠାନ କରିପାରିବେ। You will be filled with the Spirit of God. You will be a mighty warrior of God. ଆପଣ ଗୋଟେ ପବିତ୍ର ଆତ୍ମାଙ୍କର ଦାନରେ ଭରପୁର ହେବେ ଏବଂ ଗୋଟେ ସାହସିକ ଯୋଦ୍ଧା ହେବେ। The church is becoming a smoke machine. ମଣ୍ଡଳୀ ଗୋଟେ ଧୂଆଁ ଫିଙ୍ଗିବାର ଯନ୍ତ୍ର ହେଇଯାଇଛି। Only smoke coming. କେବଳ ଧୂଆଁ ବାହାରୁଛି, There is no glory at all. କିନ୍ତୁ ଗୌରବ ନାହିଁ। Worship is very shouting, ଆଉ ଉପାସନା ତ କୋଳାହଳମୟ, but there is no presence of God in your life. କିନ୍ତୁ ଯଦି ପରମେଶ୍ୱରଙ୍କର ଉପସ୍ଥିତି ଆପଣଙ୍କ ଜୀବନରେ ନାହିଁ, Your praise and worshiping is very good to see. It is looking like very good performer, but there is no power in your worship. ଆଉ ଉପାସନା ଦେଖିବାକୁ ଆକର୍ଷଣୀୟ, ମାତ୍ର ତାହା ପରମେଶ୍ୱରଙ୍କର ନିମନ୍ତେ ଏତେ ସାହାଯ୍ୟକାରୀ ନୁହେଁ। When the word of God is coming, you don't have the heart of conviction. ଯେତେବେଳେ ପରମେଶ୍ୱରଙ୍କର ବାକ୍ୟ ଆସୁଛି, ସେତେବେଳେ ଆପଣଙ୍କର ହୃଦୟରେ ଅନୁଯୋଗ କାହିଁ? Where is the hunger for God? କେଉଁଠାରେ ଆପଣଙ୍କର ହୃଦୟରେ କ୍ଷୁଧା ଅଛି? Holy Spirit is looking for the hungry spirit. ଆଉ ପବିତ୍ର ଆତ୍ମା ତ ସେ କ୍ଷୁଧାର୍ତ ଆତ୍ମା ଗୁଡ଼ିକୁ ଖୋଜୁଛନ୍ତି। And some believers, they lost their fire many years before. ଅନେକ ବିଶ୍ୱାସୀମାନେ ତାହାଙ୍କର ଅଗ୍ନିକୁ ବହୁ ବର୍ଷ ପୂର୍ବରୁ ବୁଝେଇ ସାରିଲେଣି। There is no fire. ତାହାଙ୍କ ପାଖରେ ଆଉ ସେ ନିଆଁ ନାହିଁ। 10 years before, good testimony, but now, very 10 silent. ବର୍ଷ ତଳେ ତାହାଙ୍କର ସାକ୍ଷ୍ୟ ଭଲ ଥିଲା, ଆଜି ନାହିଁ। Where is your testimony? ଆଜି ଆପଣଙ୍କ ସାକ୍ଷୀ Where is your worship? କେଉଁଠାରେ ଉପାସନା? Where is your spirit life? କେଉଁଠାରେ ପବିତ୍ର ଆତ୍ମାଙ୍କର ଦାନ? Where is the gift of the spirit? କେଉଁଠାରେ ଆତ୍ମାଙ୍କ ଦାନ? Why everything vanished? କୁଆଡ଼େ ସବୁ ପଳେଇଲା? Where everything vanished? କୁଆଡ଼େ ପଳେଇଲା? Remember where you have fallen from. ଆପଣ କେଉଁଠାରୁ ପତିତ ହୋଇଛନ୍ତି ମନେ ରଖନ୍ତୁ। You repent, ମନ ପରିବର୍ତ୍ତନ କରନ୍ତୁ, return, ଫେରି ଆସନ୍ତୁ and regain once again. ଏବଂ ଯାହା ହଜି ଯାଇଛି ତାହାକୁ ଖୋଜି
ଖୋଜି ରକ୍ଷା କରନ୍ତୁ। My dear church, Holy Spirit is still available for ମୋ everyone. ପ୍ରିୟ ମଣ୍ଡଳୀ, ପବିତ୍ର ଆତ୍ମା ଏ ପର୍ଯ୍ୟନ୍ତ ଆପଣଙ୍କ ନିମନ୍ତେ ଉପଲବ୍ଧ ଅଛନ୍ତି। I said last two messages. How many of you remember? ଗତ 2 ସପ୍ତାହର ସମ୍ବାଦ କେହି ମନେ ରଖିଛ? Last Sunday I spoke here. ଗତ ରବିବାର Dry bones become living army of God. ଆଉ ସୁସ୍ଥ ଅସ୍ଥି ଈଶ୍ୱରଙ୍କର ମହତୀ ସେନା ରୂପରେ ପରିବର୍ତ୍ତନ ହେଲା। The previous message. ତାର ପୂର୍ବବର୍ତ୍ତୀ From where you have fallen, you remember the first love. ଆପଣ କେଉଁ ସ୍ଥାନରୁ ପତିତ ହୋଇଛନ୍ତି ପ୍ରଥମ ପ୍ରେମକୁ ସ୍ମରଣରେ ଆଣନ୍ତୁ। Pentecost is reminding these two messages. ପେଣ୍ଟିକଷ୍ଟ ଆପଣଙ୍କୁ ଏଇ ଦୁଇଟା ସମ୍ବାଦ ମନେ ପକାଇବାରେ ସହାୟକ ହେବ। If you were a revived person, but now you are becoming cool and calm, remember where you are fallen from. ଆପଣ ଯଦି ଉଦ୍ଦୀପ୍ତ ବ୍ୟକ୍ତି ହେଇଥିଲେ ମାତ୍ର ଏବେ ସୁପ୍ତ ଅଛନ୍ତି, ତାହେଲେ ମନେ କରନ୍ତୁ ଯେ କୋଉଠାରୁ ଆପଣଙ୍କ ପ୍ରତି ପତନ ହେଇଛି। The Spirit is still available. ଆତ୍ମା ଏବେ ବି ଉପଲବ୍ଧ ଅଛି। You can again repent and you come back and you regain. ଆପଣ ନିଜକୁ ପରିବର୍ତ୍ତନ କରନ୍ତୁ, ଅନୁତାପ କରନ୍ତୁ ଏବଂ ନିଜର ହଜି ଯାଇଥିବା ବିଷୟ ବୁଝିପାରନ୍ତୁ। The second message. ଦ୍ୱିତୀୟ, Dry bones becoming fiery army of God. ଯେତେବେଳେ ଶୁଷ୍କ ଅସ୍ଥି ଗୁଡ଼ିକ ଈଶ୍ୱରଙ୍କର ମହତୀ ସେନା ହେଇଗଲା। Are you feeling like a dry people? ଆପଣ ମଧ୍ୟ ଏବେ ଗୋଟେ ଶୁଷ୍କ ଅନୁଭବ You କରୁଛନ୍ତି। are thinking like I am nothing in front of God. ଆପଣ ଭାବୁଛନ୍ତି କି ଅନ୍ୟ ସାମ୍ନାରେ ମୁଁ ଶୁଷ୍କ ଅଛି Praise the Lord. ପ୍ରଚାର କରିବା ପାଇଁ। And let the Spirit come and blow inside you. ପ୍ରଚାର ହଉଛି ଯେତେବେଳେ ସେତେବେଳେ ଆପଣଙ୍କର ଅନ୍ତର ମଧ୍ୟରେ ପବିତ୍ର ଆତ୍ମାଙ୍କର ସେ ଅଗ୍ନି, ସେ ଯୋଉ ବାୟୁ ପ୍ରବାହିତ ହେଉ। Then all the skeleton, they become the mighty army of God. ତାହେଲେ ଯାଇକିରି ସମସ୍ତ ଶୁଷ୍କ କଙ୍କାଳ ଗୁଡ଼ିକ ମହତୀ ସେନାରେ ରୂପାନ୍ତରିତ ହେଇଯିବେ। That is what the Spirit is doing. ତାହା ତ ପବିତ୍ର ଆତ୍ମା କରନ୍ତି। Weak people become strong. ଆଉ ଦୁର୍ବଳ ଲୋକ ସେମାନେ ସବଳ ହୁଅନ୍ତି। Uneducated people will speak to educated people. ଅଶିକ୍ଷିତ ଲୋକ ଶିକ୍ଷିତ ମାନଙ୍କ ସମ୍ମୁଖରେ ଠିଆ ହୁଅନ୍ତି। My dear church, day of Pentecost is a day that turn your situation. ପେଣ୍ଟିକଷ୍ଟ ଏପରି ଏକ ଦିନ ଯାହାକି ଆପଣଙ୍କର ଅବସ୍ଥାକୁ ବର୍ତ୍ତମାନର ଅବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ସକ୍ଷମ ଅଟେ। You stand up the gifts of Spirit that you have received before. ଆପଣ ଆପଣଙ୍କର ଦାନ ଯାହାକି ପାଇଛନ୍ତି ତାହାକୁ ଆପଣ ଆଉ ଥରେ ବଢେଇବାରେ ସାହାଯ୍ୟ ହେବ। It is not only just speaking very loudly in the church, ମଣ୍ଡଳୀରେ କେବଳ ଉଚ୍ଚ ସ୍ୱର କରିବା ଯଥେଷ୍ଟ ନୁହେଁ। but you need prayer. Your prayer becomes alive when the Spirit falls on you. ଆପଣ ପ୍ରାର୍ଥନା ଏବଂ ସେ ପ୍ରାର୍ଥନା ଆପଣଙ୍କ ଜୀବନ ନିମନ୍ତେ ଏକ ଉଦାହରଣ ହେବ। Listen carefully, what is the day of Pentecost is? ଆପଣ ମନେ ରଖନ୍ତୁ, ମନେ କରନ୍ତୁ ଯେ ପେଣ୍ଟିକଷ୍ଟ ଦିବସରେ କଣ ଘଟିଥିଲା। Pentecost day, fire is falling on you. ଆପଣଙ୍କ ଉପରେ ସେ ପେଣ୍ଟିକଷ୍ଟ ଦିବସରେ ଅଗ୍ନି ଅବତରଣ କରିଥିଲେ Then your prayer becomes alive. ଏବଂ ତାପରେ ପ୍ରାର୍ଥନା ଆପଣଙ୍କ ଜୀବନ ଭାବରେ Your worship becomes sincere. ଆପଣଙ୍କ ଉପାସନା ଆପଣଙ୍କ ଜୀବନକୁ ଏକ ସଚ୍ଚୋଟତାରେ ନେଇଯାଇଥିଲା। Your sin become unbearable. ଆପଣଙ୍କର ପାପ ଆପଣଙ୍କ ନିମନ୍ତେ ଅସହ୍ୟ ହୋଇଯାଇଥିଲା। Jesus become precious for you. ଆପଣଙ୍କ ନିମନ୍ତେ ଯୀଶୁ ବହୁମୂଲ୍ୟ ହୋଇଗଲେ। Other souls will become important for you. ଆଉ ଯୀଶୁଙ୍କର ସମସ୍ତ କାର୍ଯ୍ୟ ଆପଣଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲା। Other souls will be important for you. ଆପଣଙ୍କ ନିମନ୍ତେ ଅନ୍ୟ ଆତ୍ମା ଗୁଡ଼ିକ ମୂଲ୍ୟବାନ ଦେଖାଗଲେ। Forgiveness becomes possible. ଆପଣଙ୍କ ନିମନ୍ତେ ପାପ କ୍ଷମା କରିବା ଏକ ସାଧାରଣ ବିଷୟ ହୋଇଗଲା। And your boldness replaces fear. ଏବଂ ଆପଣଙ୍କର ଭୟକୁ ଆପଣଙ୍କର ସାହସିକ ବଳିଗଲା। My dear church, Pentecost is not the last, but it is the beginning. ପେଣ୍ଟିକଷ୍ଟ ଶେଷ ନୁହେଁ ମାତ୍ର ପ୍ରାରମ୍ଭ। When you are filled with the Spirit of God, you will be filled with the gifts of the Spirit of God. ଆପଣ ଯେତେବେଳେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଉଛନ୍ତି, ଈଶ୍ୱରଙ୍କର ଦାନ ଆପଣଙ୍କ ଅନ୍ତରରେ ଭୂମିତକ ଭାବରେ ବୃଦ୍ଧି ପାଉଛି। The day of Pentecost, you came to the church. Don't go empty-handed. Don't go in the same way that you had come. Go with the filled Spirit of God, and you be a witness for God. ପେଣ୍ଟିକଷ୍ଟ ଦିବସରେ ଆପଣ ଯେତେବେଳେ ଆସୁଛନ୍ତି, ମୁକ୍ତ ହୋଇକିରି ମୁକ୍ତ ହସ୍ତରେ ଯାଆନ୍ତୁ ନାହିଁ, ଆତ୍ମାଙ୍କର ସାହସିକତାକୁ ନେଇ। Who is hungry among you? ଆପଣମାନଙ୍କ ମଧ୍ୟରେ ଯେ କ୍ଷୁଧାର୍ତ ଅଛି, Who is hungry? କିଏ କ୍ଷୁଧାର୍ତ? Who is surrendering his life? କିଏ ନିଜର ଜୀବନକୁ ସମର୍ପଣ କରୁଛି? Who is willing to burn for Christ? କିଏ ଖ୍ରୀଷ୍ଟଙ୍କ ନିମନ୍ତେ
ଯୋଗ କରିବାକୁ Still he is pouring out his spirit upon every generation. ହେଲେ ବି ସେ ପ୍ରତ୍ୟେକଙ୍କ ନିମନ୍ତେ ତାଙ୍କର ଆତ୍ମାକୁ ଢାଳୁଛନ୍ତି। When God is pouring out his spirit, he is not looking for person to person. He is giving spirit for everybody. କାରଣ ଯେତେବେଳେ ପ୍ରଭୁ ତାଙ୍କର ଆତ୍ମାକୁ ପ୍ରେରଣ କରନ୍ତି କେବଳ ଜଣେ କିମ୍ବା ଦୁଇ ଜଣ ନୁହେଁ ମାତ୍ର ସମସ୍ତଙ୍କ ନିମନ୍ତେ। Shall we all close our eyes? ଆସନ୍ତୁ ଆମେ ପ୍ରତ୍ୟେକେ ଆଖି ବନ୍ଦ କରିବା।